Hello. The topics, what is the law of attraction? Law of attraction, how can work in our lives? Our life रे केमिति law of attraction काम करे? Law of attraction really work करे कि नहीं with scientific? ତେଣୁ ଆଜି ଆମେ ଜାଣିବା normally how to work in the law of attraction in our lives. ଆମ ଡେଲି ଲାଇଫ ଆମ ଜୀବନ ଭବିଷ୍ୟତ ଉପରେ କେମିତି ପ୍ରଭାବ ପକେଇଥାଏ law of attraction ତାର ଇମ୍ପାକ୍ଟ ଅଛି କି ନାହିଁ? How can inversions effect in our lives? It is very important. ସମସ୍ତଙ୍କ ଲାଇଫ ରେ ଏଠି ଜାଣିବାର ଲଖା to attract love attractions the very important points in our lives, in our daily life, in our futures. Okay, ତାର ବିଷୟରେ ଆଜି ଆଲୋଚନା କରିବା today. It is the topic of numerology, astrology, and KP astrology and plants. It is the different connection. ଆମେ ହିନ୍ଦୁ ଶାସ୍ତ୍ର ଅନୁସାରେ ଯଦି ଜାଣିବା ଆମ ଉପରେ ଯୋଉ ପଞ୍ଚଭୂତରେ ଆମ ଶରୀର ମେଡ ହେଇଛି ବା ତିଆରି ହେଇଛି ତାପରେ ସୋ ସେ ଆଟ୍ରାକ୍ସନ ଆମ ଲାଇଫରେ ନିହାତି ଭାବରେ ମୁଁ ଯେତିକି ଜାଣିଛି ନିହାତି ଭାବରେ ୱାର୍କିଂ କରୁଛି ନିହାତି ଭାବରେ କାମ କରୁଛି ତାର ପ୍ରଭାବ ବି ଅଛି ଓକେ ଭେରି ଇମ୍ପୋର୍ଟାଣ୍ଟ ଆମେ ଯାହାକୁ ରିଅଲ ଲାଇଫ ରେ ସେ କାମ କରେ ଇନଭର୍ସ ସେଇଆ ଦେଇଥାଏ ଏହା ନିଶ୍ଚିତ ଏଇ ଧାରଣାକୁ କୁହାଯାଏ ସାଧାରଣତଃ ଲ ଅଫ ଆଟ୍ରାକ୍ସନ୍ସ ଆମେ ଯାହା ଭାବିଥାଉ ରିଅଲ ଲାଇଫରେ ଏଇଟା କରିବା ଦେଖିବେ ଆପଣ ସେଇଟାକୁ ଇନଭର୍ସ ଆପଣଙ୍କୁ ଦେଇଥାଏ ଭଲ ଭାବିଲେ ଭଲ ଘଟିଥାଏ ଲାଇଫରେ ଖରାପ ଭାବିଲେ ଖରାପ ବି ଘଟିଥାଏ ଲ ଅଫ ଆଟ୍ରାକ୍ସନ ଯେମିତି ଆମେ ଜଣକୁ ସାଧାରଣ ଲୋକଙ୍କୁ ଆମେ ଯଦି ଭଲ ଖାଦ୍ୟ ଖାଇବା ତାର ୱାର୍କିଂ ଆମ ପାଇଁ ଭଲ ନିହାତି ହବ ଆମେ ଯଦି ଖରାପ ଖାଦ୍ୟ ଖାଇବା ତା ପାଇଁ ଯେମିତି ଖରାପ ସେରକମ ଯେହେତୁ ଆମ ଶରୀର ପଞ୍ଚଭୂତରେ ତିଆରି ସୋ ଲ ଅଫ ଆଟ୍ରାକ୍ସନ 100% ୱାର୍କିଂ ଆୱାର ଲାଇଫ ଆମ ଜୀବନରେ 100% ଲ ଅଫ ଆଟ୍ରାକ୍ସନ ୱାର୍କ କରିଥାଏ ବୈଜ୍ଞାନିକ ଭାବେ ସତ୍ୟ କଣ ଇନଭର୍ସ ସିଦ୍ଧାନ୍ତକ ଆମ ଭାବନାକୁ ଦେଖି ଜିନିଷ ଦେଉନାହିଁ ବୈଜ୍ଞାନିକ ମାନେ କହନ୍ତି କିନ୍ତୁ ଏଠି ଗୋଟେ ମନୋବିଜ୍ଞାନ ସତ୍ୟ ଅଛି ଆପଣ ଯେପରି ଭାବନ୍ତି ସେପରି କାମ କରନ୍ତି ଆପଣ ଯାହା ଭାବିବେ ସେଇପରି ୱାର୍କ କରିବେ ଓକେ ପଜିଟିଭ ଭାବିବେ ଆପଣ ଯେପରି ଭାବନ୍ତି ସେପରି ଯେମିତି ପଜିଟିଭ ଭାବିବେ କନଫିଡେନ୍ସ ବଢେ ଭଲ କାମ କରନ୍ତି ଆଉ ଭଲ ରେଜଲ୍ଟ ବି ଆସିବ ନେଗେଟିଭ ଯଦି ଭାବିବେ ଆପଣଙ୍କର ଭୟ ବଢିବ ଆଉ ଚେଷ୍ଟା କମେ ଖରାପ ରେଜଲ୍ଟ ଆସିବ ଏକ୍ସାମ୍ପଲ୍ସ ଆପଣ ଗୋଟେ ୱାର୍କ କରୁଛନ୍ତି ଆପଣଙ୍କୁ ଯଦି କିଛି ନେଗେଟିଭ ଇମ୍ପାକ୍ଟ ବା ନେଗେଟିଭ ସଜେସନ ଆସିଲା ଆପଣ ଦେଖିବେ ସେ କାମରେ ଆପଣ ନିଶ୍ଚିତ 100% ଆପଣ ରେଜଲ୍ଟରୁ ଫେଲ ହେବେ ନେଗେଟିଭ ଇମ୍ପାକ୍ଟ କାହିଁକିନା ଆପଣଙ୍କ ମାଇଣ୍ଡକୁ ନେଗେଟିଭ ଇମ୍ପାକ୍ଟ ଘେରିବ ତେଣୁ ତେଣୁ ଲାଗେ ଇନଭର୍ସ ଦେଉଛି ଫୋକସ ଯେଉଁଠି ସୁଯୋଗ ସେଇଠି ଦେଖାଯାଏ ଆମ ଫୋକସଟା ଯେମିତି ତେଣୁ ଯେକୌଣସି ୱାର୍କ କରିବା ପୂର୍ବରୁ କେବେ କାହାକୁ ସେୟାରିଂ କରନ୍ତୁ କାହିଁକିନା ଆପଣଙ୍କ ଫୋକସ ଉପରେ ଯଦି କିଛି ନେଗେଟିଭ ଇମ୍ପାକ୍ଟ ଆସିଲା ଆପଣ ନିଶ୍ଚିତ ଭାବରେ ସେ ଇନଭର୍ସ ସେ ୱାର୍କର ଫେଲର ହେବ any work any your any future plannings you can works ଆପଣ ଯେକୌଣସି ୱାର୍କ କରନ୍ତୁ ଆପଣ ଯେକୌଣସି ଆଇଡିଆ କରନ୍ତୁ you can share others ଯଦି ଆପଣ କାହା ସହିତ ସେୟାର କରୁଛନ୍ତି ଯଦି ପଜିଟିଭ ଓକେ ନୋ ପ୍ରୋବ୍ଲେମ ଯଦି ନେଗେଟିଭ ଆସିଲା ଆପଣଙ୍କ ମାଇଣ୍ଡ ଡିପ୍ରେସନ ରହିବ ମାଇଣ୍ଡକୁ ଆପଣ ନେଗେଟିଭ ନେବେ ଏହାକୁ ବ୍ରେନ ଫିଲ୍ଟରିଂ ଇଫେକ୍ଟ କୁହାଯାଏ ବ୍ରେନ ଫିଲ୍ଟରିଂ ଫୋକସ ଯେଉଁଠି ସୁଯୋଗ ସେଇଠି ଦେଖାଯାଏ ମନ ଯାହା ଖୋଜେ ସେଇକୁ ଅଧିକ ଦେଖେ ଯଦି ଆପଣଙ୍କ ନେଗେଟିଭ ଇଫେକ୍ଟ ଆପଣଙ୍କ ମାଇଣ୍ଡରେ ରହିଲା ଏହାକୁ ବ୍ରେନ ଫିଲ୍ଟରିଂ ଇଫେକ୍ଟ ବ୍ରେନଟା ସେଇ ନେଗେଟିଭ ଥିଙ୍ଗସ କି ସର୍ଚ୍ଚ କରିବ ତାହାରି ଉପରେ ଇଫେକ୍ଟ ସେ କହିଦେଇଥିଲା ଏହା ହବ ତାହେଲେ ମୁଁ ପରୀକ୍ଷାରେ ଏକ୍ସାମରେ ଫେଲ ରାଇଟ୍ସ ଆପଣଙ୍କ ଯୋଉଟା ଆପଣ 100% ଥିଲା ଆପଣଙ୍କୁ ସେଇଟା 50% କୁ ପଳେଇ ଆସିବ ଯାହାଦ୍ୱାରା ଆପଣଙ୍କ ରେଜଲ୍ଟ ବି ଇମ୍ପାକ୍ଟ କରିବ स्टेप बाय स्टेप स्पष्ट लक्ष्य धरतु ଲ ଅଫ ଆପଣ କଣ ଚାହୁଁଛନ୍ତି ସ୍ପଷ୍ଟ ଲେଖନ୍ତୁ
ଯେମିତି ଭଲ ଜବ୍, ଟଙ୍କା, ସ୍ୱାସ୍ଥ୍ୟ, ସକ୍ସେସ୍, ଅପଷ୍ଟ ଅନସକ୍ସେସ୍, ଆପଣ ଇଚ୍ଛା କ୍ଲିୟର ନାହିଁ, ତେଣୁ ରେଜଲ୍ଟ ବି ଅନକ୍ଲିୟର। ପଜିଟିଭ ଭାବନା ତିଆରି କରନ୍ତୁ ଲାଇଫରେ, ସବୁବେଳେ ପଜିଟିଭ ଭାବନା। ପ୍ରତିଦିନ ନିଜକୁ କୁହନ୍ତୁ ମୁଁ ପାରିବି, ମୋ ଜୀବନ ଭଲ ହଉଛି, ଏହା ଏକ କନଫିଡେନ୍ସ। ଆପଣ ଯେତେ ନେଗେଟିଭ କହିବେ ମୁଁ ପାରିବିନି, ବହୁତ ଅସୁବିଧା ହବ, ଦେଖିବେ ଆହୁରି ଆପଣଙ୍କ ଲାଇଫରେ ଅସୁବିଧା ହେଇଯିବ, ଆହୁରି ଆପଣ ଅସୁବିଧାକୁ ଫସିବେ, ଆହୁରି ଡିଫିକଲ୍ଟ ଭିତରକୁ ପଳେଇବ ଅଟୋମେଟିକ। ଭିଜୁଆଲାଇଜେସନ କରନ୍ତୁ, ମନରେ ଦେଖନ୍ତୁ ସବୁବେଳେ ଆପଣ ପ୍ରାପ୍ତ କାଳ ଯୋଉ ରହୁଛି 3ଟା ବ୍ରହ୍ମ ମୁହୂର୍ତ୍ତ, ସମୟ 3ଟା 45 ରୁ 4ଟା 15 ଭିତରେ ବ୍ରହ୍ମ ମୁହୂର୍ତ୍ତରେ ଆପଣ ଚିନ୍ତା କରନ୍ତୁ, ଖୋଲା ହାୱାରେ ଆପଣ ବୁଲନ୍ତୁ, ଆପଣଙ୍କ ମାଇଣ୍ଡ ବ୍ରେନ କୁ ସୋଚନ୍ତୁ ଆପଣ କଣ କରିବେ। ବ୍ରେନ ଏହାକୁ ରିଅଲ ଭାବି ମୋଟିଭେଟେଡ ହେଇଥାଏ। ନେଗେଟିଭ ଚିନ୍ତା କମାନ୍ତୁ ଲାଇଫରେ। ମୁଁ ପାରିବି ନାହିଁ ଭାବନ୍ତୁ ନାହିଁ, ଫେଲ ହେଲେ ମଧ୍ୟ ଚେଷ୍ଟା ଚାଲୁ ରଖନ୍ତୁ। କନସିଷ୍ଟେଣ୍ଟଲି ଆପଣଙ୍କ ଲାଇଫରେ ସକ୍ସେସ ଆଣିଦବ। କନସିଷ୍ଟେଣ୍ଟ ଏଭ୍ରିୱାନ୍, କେବେ ବି କେହି ଅନସକ୍ସେସ ହୁଏନି। କନସିଷ୍ଟେଣ୍ଟ ଆପଣ ସବୁବେଳେ ମାଇଣ୍ଡ କୁ ସ୍ଥିର ରଖନ୍ତୁ, କନସିଷ୍ଟେଣ୍ଟ କରନ୍ତୁ, ନିଶ୍ଚିତ ଭାବରେ ସକ୍ସେସ ପାଇବେ। ଏଠି ତ ଲ ଅଫ ଆଟ୍ରାକ୍ସନ ଇନଭର୍ସ ଟ୍ରୁଥ। ଭଗବାନଙ୍କୁ ଯଦି ଆମେ ଖୋଜିବା ନିଶ୍ଚିତ ପାଇବା। ଆମେ ଭଗବାନଙ୍କୁ ଖୋଜୁନେ, ଆମେ ପାଉନେ। ରିଏଲି ଆମେ ଯାହା ଚାହିଁବା ତାହା ପାଇବା, 100% ପାଇବା। କିନ୍ତୁ ଆମେ ଯଦି ଯେମିତି ଆମେ ଗୋଟେ ଜାଗାକୁ ଯିବା ପାଇଁ ଯଦି ମୋଟିଭେଟେଡ ହେଇଯାଉଛେ, ସେ ଜାଗାରେ ପହଞ୍ଚି ଯାଉଛେ ନିଶ୍ଚିତ ଭାବରେ। ଆଜି ଯିବି ଏଇ ଜାଗାରୁ ଏଇ ଜିନିଷଟା ଆଣେ, ଆଜି ଯେମିତି ଗୋଟେ ଆମେ ଚିନ୍ତା କରୁଛେ ଗୋଟେ ମୋବାଇଲ ଆଜି କିଣିବାର ଅଛି, କିଣିବି, ତେଣୁ ଆପଣ ନିଶ୍ଚିତ ଭାବରେ ଦେଖନ୍ତୁ ସେଠି କିଣି ଦଉଛନ୍ତି, ମାଇଣ୍ଡ ସେଟଅପ୍ କରୁଛନ୍ତି, ଯେକୌଣସି ଜିନିଷ କରୁଛନ୍ତି, ଯେକୌଣସି ୱାର୍କ କରୁଛନ୍ତି, ଯଦି ପାଠ ପଢୁଛନ୍ତି ଜବ୍ ପାଇଁ, ଆପଣ ଚେଷ୍ଟା କରନ୍ତୁ। ଏଠି ତ ଲ ବହୁତ ଲୋକଙ୍କର ଅନୋନ୍ ଆବାଉଟ୍ ଲ ଅଫ୍ ଆଟ୍ରାକ୍ସନ୍ସ, so that they faces some problem difficulty in lives। ଲ ଅଫ୍ ଆଟ୍ରାକ୍ସନ କୁ ଯଦି ଆମେ ଆଭଏଡ କରିବା, ନିଶ୍ଚିତ ଭାବେ ଆମେ ଲାଇଫରେ କିଛି ବି ଡେଭଲପ ହେଇପାରିବନି। ଇଟ୍ ଇଜ ଭେରି ଇମ୍ପୋର୍ଟାଣ୍ଟ ଟପିକ୍ସ, ତାକୁ ଜାଣିବା ଦରକାର। ଏହା ଏ ଯୁଗରେ ନୁହେଁ, ସତ୍ୟ ଯୁଗ ବିଭିନ୍ନ ଯୁଗରେ ଏ ଲ ଅଫ୍ ଆଟ୍ରାକ୍ସନ ୱାର୍କ ହେଇଛି। ଆଗେ ଆମେ ତାକୁ ଅଭିଶାପ କହୁଥିଲେ ଋଷି ଅଭିଶାପ ଦେଇଦେଲେ ଆମ ଲାଇଫ, ଆମକୁ ଆଶୀର୍ବାଦ କରିଦେଲେ ଆମ ଲାଇଫରେ କେତେ ପରିବର୍ତ୍ତନ ହଉଥିଲା। ବିଲିଫ ସିଷ୍ଟମ ଥିଲା, ଇଫ ୟୁ କ୍ୟାନ୍ ଚେଞ୍ଜ ୟୁର ବିଲିଫ ସିଷ୍ଟମ, ୟୋର ଲାଇଫରେ କିଛି ଚେଞ୍ଜ କରିପାରିବେ। ଗ୍ରାଟିଚ୍ୟୁଡ ପ୍ରେଜେଣ୍ଟ କର, ପ୍ରତିଦିନ 3ଟି ଭଲ ଜିନିଷ ଆପଣଙ୍କ ପାଇଁ ଧନ୍ୟବାଦ କରନ୍ତୁ, ଯିଏ ଆମକୁ ଆଣିଛନ୍ତି ଭଗବାନ, ତାଙ୍କ ଛଡା ଆଉ କେହି ନାହାନ୍ତି ଭଗବାନ। they can change your lives anytime, anytime your life को से चेंज କରିପାରିବେ। ବହୁତ କିଛି ହେଇଛି ଦୁନିଆରେ, ବହୁତ କିଛି ଘଟଣା ଘଟିଛି, ଇମ୍ପସିବଲ ଜିନିଷକୁ ପସିବଲ କରିଛନ୍ତି। ଭାଗ୍ୟ ଭଗବାନ ଅଛନ୍ତି ନିଶ୍ଚିତ। ଲ ଅଫ ଆଟ୍ରାକ୍ସନ ୱାର୍କ ବୈଜ୍ଞାନିକ ସହିତ ଇନଭର୍ସ ସିଧାସଳଖ ଭାବନା ଦେଖି ଜିନିଷ ଦିଏ ନାହିଁ, ଏଇଟା ରିଅଲ। କିନ୍ତୁ ପଜିଟିଭ ଥିଙ୍କ ଦ୍ୱାରା ଆପଣଙ୍କର କଣ ହୁଏ, କନଫିଡେନ୍ସ ବଢେ, ଫୋକସ ବଢେ, ଆକ୍ସନ ଭଲ ହୁଏ, ତେଣୁ ରେଜଲ୍ଟ ବି ଭଲ ଆସେ। ଦିସ୍ ଇଜ ଦ ପଜିଟିଭ ଥିଙ୍କିଂ ଦ୍ୱାରା, ତେଣୁ ରେଜଲ୍ଟ ଭଲ ଆସେ। ଏଥିପାଇଁ ଲୋକମାନେ ଭାବନ୍ତି ଲ ଅଫ ଆଟ୍ରାକ୍ସନ କାମ କରୁଛି। ରିଏଲି ଲକ୍ଷ୍ୟ ସବୁବେଳେ ସ୍ପଷ୍ଟ ଲକ୍ଷ୍ୟ ଧରନ୍ତୁ, ଆପଣ କଣ ଚାହୁଁଛନ୍ତି ସ୍ପଷ୍ଟ ଲେଖନ୍ତୁ। ତେଣୁ ଲ ଅଫ ଆଟ୍ରାକ୍ସନ କ୍ଲିୟର ଗୋଲ ଲେଖନ୍ତୁ, ଲାଇଫରେ ରିଅଲ ଲାଇଫରେ ଷ୍ଟେପ କେମିତି ୟୁଜ କରିବେ। ରିଅଲ ଲାଇଫରେ ଆପଣ ସତ୍ୟ ପ୍ରମାଣ କଣ, ଫିଜିକ୍ସ ସାଇकोलॉजी ପ୍ରୋ, ପଜିଟିଭ ମାଇଣ୍ଡ ବେଟର ଡିସିଜନ ବେଟର ରେଜଲ୍ଟ, ଏହା ହଉଛି ଆମ ସାଇकोलॉजी ପ୍ରମାଣିତ। ଫୋକସ ଇଫେକ୍ଟ, ବ୍ରେନ ଫିଲ୍ଟର, ଆପଣ ଯାହା ଚାହୁଁଛନ୍ତି ମନ ସେଇ ସୁଯୋଗକୁ ଅଧିକ କରେ। ୟୁ କ୍ୟାନ୍ ପଜିଟିଭ ଜିନିଷ ଯଦି ଆପଣ ଚାହୁଁଛନ୍ତି ପଜିଟିଭ, ଆଜି ନହେଲେ ହୁଏତ ଲେଟ୍ ହେଇପାରେ, ବଟ୍ ସେ ଜାଗାରେ ଆପଣ ପହଞ୍ଚିବେ। ଦିସ୍ ଇଜ ଦ ପଜିଟିଭ ଇଫେକ୍ଟ। ଆପଣ ଯାହା ଚାହିଁବେ ସେଇଆ ପାଇବେ। ଏହାକୁ ରେକ୍ଟି ଆଙ୍ଗୁଲାର ଆକ୍ଟିଂ ସିଷ୍ଟମ ଇଫେକ୍ଟ କୁହାଯାଏ। ମନ ସେଇ ସୁଯୋଗ ଅଧିକ ଦେଖେ, ଏହାକୁ ରେକ୍ଟୁଲାର ଆକ୍ଟିଭେଟିଂ ସିଷ୍ଟମ ଇଫେକ୍ଟ କୁହାଯାଏ ସାଇଣ୍ଟିଫିକ ୱାର୍ଡରେ। ଆକ୍ସନ ପ୍ରୁଫ, ପଜିଟିଭ ଲୋକମାନଙ୍କର ଆକ୍ସନ ପ୍ରୁଫ, ପଜିଟିଭ ଲୋକମାନେ ଆକ୍ସନ ପ୍ରୁଫ କରନ୍ତି, ଅଧିକ ଚେଷ୍ଟା ପ୍ଲସ କନସିଷ୍ଟେଣ୍ଟଲି କରନ୍ତି, ତେଣୁ ସକ୍ସେସ ଚାନ୍ସ ବଢେ। ଅଧିକ ଚେଷ୍ଟା କରନ୍ତି, କନସିଷ୍ଟେଣ୍ଟଲି, ଡିସିପ୍ଲିନ୍ସ ଲାଇଫରେ ଆପଣଙ୍କ ଚେଷ୍ଟା
जो मैंने जॉब पाई कि जॉब पाइबे तरतर होउचंती जो मैंने जॉब पाई निश्चित भाव कंसिस्टेंसी अच्छी परिश्रम अच्छे गोटे ईयर के से सक्सेस हो जाए दिस इज द लक लक आउ आपण भाग्य भगवान जो आट टाइम आप साथी दब आप गोटे गोटे चांस भी सक्सेस हो चेष्टा करने को पड़े कर्म करने फास्ट स्टेप रियल लाइफ स्टेप केमिति यूज करवा स्टेप क्लियर गोल लिखନ୍ତୁ ଆପଣଙ୍କ ଲାଇଫ ରେ କଣ ଚାହୁଁଛି ସ୍ପଷ୍ଟ କରନ୍ତୁ ଡେଲି ପଜିଟିଭ ଆଫର୍ମେସନ ତିଆରି କରନ୍ତୁ ପ୍ରତିଦିନ ମୁଁ ପାରିବି ମୋ ଲକ୍ଷ୍ୟ ପୂରଣ ହଉଛି ଦିସ୍ ଇଜ ଦ ପଜିଟିଭ when you change your mind to negative mind is आपको ମାଇଣ୍ଡ ଯଦି ନିଜର ଯେତେବେଳେ ମନ ନେଗେଟିଭ ହେଇଯିବ ଆପଣ ଅଲୱେଜ ଫେଲ ଆପଣ ଚାହୁଁଥିବେ ଦେଖନ୍ତୁ ଜଣେ ଫ୍ଲାଇଟ ଚଲାଉଥିବେ ପଜିଟିଭ ମାଇଣ୍ଡସ ଯଦି ସେ ନେଗେଟିଭ ମାଇଣ୍ଡ କରିବ କେବେ ବି ଚଲେଇ ପାରିବନି ବି ପଜିଟିଭ ଅଲୱେଜ ମୋ ପାରି ମୋ ଲକ୍ଷ୍ୟ ପୂରଣ ହେଉଛି ଭିଜୁଆଲ 5 ମିନିଟ ଲକ୍ଷ୍ୟ ପୂରଣ ହେବାକୁ ଥିବା ଭାବନ୍ତୁ ସବୁବେଳେ ସବୁବେଳେ ଆପଣ ମନରେ ଭାବନ୍ତୁ ଏଇଆ ହବ ଯେମିତି ଭାବନା ସେମିତି ଫଳାଫଳ ଡେଲି ସ୍ମଲ ଆକ୍ସନ ଏହା ସବୁଠାରୁ ଦରକାର ସ୍ମଲ ସ୍ମଲ ଆକ୍ସନ ଛାଡି ଲ ଅଫ ଆଟ୍ରାକ୍ସନ କାମ କରେନି ଆଟ୍ରାକ୍ସନ କରିବାନି ଲ ଅଫ ଆଟ୍ରାକ୍ସନ ଆପଣ ଯଦି ଗୋଟେ ମୋବାଇଲ କିଣିବାକୁ ଚାହୁଁଛନ୍ତି ଆପଣ ଚିନ୍ତା କରିବେନି କି ଏତିକି ଟଙ୍କା ଯୋଗାଡ଼ କରିବାର ଅଛି ଏଇ ମୋବାଇଲଟା ଆଣିବାର ଅଛି ତାହେଲେ କେବେ ବି କିଣିପାରିବେନି ତେଣୁ ଆକ୍ସନ ଦରକାର ତାପରେ ଲ ଅଫ ଆଟ୍ରାକ୍ସନ କାମ କରେ पेशेंस फॉर कंसिस्टेंसी समय লাগিব কিন্তু রেজাল্ট আসিব द लॉ ऑफ अट्रैक्शन गोटे गछ केबे लाइफ रे 1 मंथ 2 मंथ रे केबे बड़ हो जाए ना केबे फल देबे ना गोटे आंब गछ लॉ ऑफ अट्रैक्शन को जदि बुझिबा समय लागे बट समय आसे दे रिजल्ट दे रिजल्ट दे इट इज द वर्क ऑफ लॉ ऑफ अट्रैक्शन आमे जो रकम भाबिबा लाइफ रे से हम लाइफ रे घटिबो जहा भाबिबा घटिबा आमे चाहबा गाड़ी चलाउची लाइफ रे चिंता करबा आज माइंड भीतर जे नेगेटिव गाड़ी टा कोट बाड़े हे जाई पा आपण मानंतु न मानंतु निश्चित भाव आपण गाड़ी बाड़े हम 100% 199% चांस आपण गाड़ी कोटी एक्सीडेंट हम निश्चित भाव बिकॉज योर माइंड इज कंफ्यूजन ने रहिला कंफ्यूजन तैयारी कला लॉ अट्रैक्शन लॉ ऑफ अट्रैक्शन से ये भी कला आपन लाइफ रे जानी थे समुद्र और मरुभूमि भीतर तफात कौन पानी तो आसुची समुद्र को कहीं जाऊ समुद्र तो इतने आवश्यक पानी अच्छी बहुत पानी अच्छी ता जगह जाऊँगी किंतु मरुभूमि रे कहीं पानी पड़ुनी इट इज द पावर ऑफ लॉ ऑफ अट्रैक्शन इनवर्स मनी समुद्र चाहूँ पानी से कम आपन देखिए लाइफ रे बहुत बड़ कोटिपति लोक अछन ताकरि पाखु टंका जाउची साधारण लोक पाखु जान दिस इज द लॉ ऑफ अट्रैक्शन पॉजिटिव माइंड्स सो ସେମାନେ ତାଙ୍କରି ପାଖକୁ ଯାଉଛି ସମସ୍ତଙ୍କ ପାଖକୁ ଯାଉନି ହେଲା ଆପଣ ଯୋଉ କଣ ଭାବିବେ ଆପଣଙ୍କର ଅଟୋମେଟିକ ଧୀରେ ଧୀରେ ସେଇ ଆଡକୁ ପଳାଇବେ ଦିସ୍ ଇଜ ଦ ଲାଇଫ ଯେମିତି ଆପଣଙ୍କର ଗୋଲ୍ସ ପ୍ରତ୍ୟେକ ଯେମିତି ଗୋଲ୍ସ ଲ ଅଫ ଆଟ୍ରାକ୍ସନ ଲାଇଫ ରେ ଆପଣ ସବୁବେଳେ ସେ ଆପଣ ଯେତେ ନେଗେଟିଭ ଏନି ଟାଇମ ୟୁ ସର୍ଚିଂ ନେଗେଟିଭ ଥଟ୍ସ ନିଶ୍ଚିତ ଭାବେ ଆପଣଙ୍କ ଉପରେ ନେଗେଟିଭ ଇମ୍ପାକ୍ଟ ପଡିବ ନିଶ୍ଚିତ ଭାବେ ଆପଣ ଯାଉଥିବେ ରାସ୍ତାରେ ଆପଣ ଫିୟର କରୁଥିବେ ନିଶ୍ଚିତ ଭାବରେ ଭୟଭୀତ ହେଇଯିବେ this is the law of attractions because ଆମ ଲାଇଫ ଟା ପଞ୍ଚ ଉତ୍ତର ତିଆରି ତାର ଇଫେକ୍ଟ ଅଛି ଆମ ଲାଇଫରେ ଆପଣ ଜାଣିବା ଦରକାର आपको एस्ट्रोलॉजी हवा दरकार न्यूमरोलॉजी ये सब देसी कोर्स ଆପଣ मालूम होला पर ଆପଣ ଜାଣିବେ କେମିତି ଇଫେକ୍ଟ କରେ ଆପଣ ଯେମିତି ଦେଖନ୍ତୁ ଆପଣ ଜନ୍ମଦିନ ହଉ କୌଣସି ଜିନିଷ ଆପଣ ଯେମିତି ପାୱାର ଅଫ ଆଟ୍ରାକ୍ସନ ଅଛି ଆପଣ ବଡିରେ ଯେମିତି ଆପଣ ଯେତେବେଳେ ନ୍ୟୁ ଡ୍ରେସ ପିନ୍ଧନ୍ତି ଇଟ ଇଜ ଦ ଲ ଅଫ ଆଟ୍ରାକ୍ସନ ହନି ଡ୍ରେସ ନ୍ୟू styles it is the create a law of attraction your mind is be positive because it is the law of attractions okay every day ଆମ ଲାଇଫ ରେ law of attraction work କରିଥାଏ ତେଣୁ ରହୁଛି ଭିଡିଓଟି ଭଲ ଲାଗିଥାଏ ସେୟାର କରନ୍ତୁ ବୁଝନ୍ତୁ ଆଉ ଆପଣ law of attraction କୁ ଚେଞ୍ଜ କରନ୍ତୁ